କାହାଣୀ ଅପୂର୍ଣ୍ଣତା ସମାପ୍ତ ହୋଇଗଲା। ଦିନେ ମହର୍ଷି ବଶିଷ୍ଠ ଯଜ୍ଞର ପ୍ରଧାନ ପୁରୋଧା କାର୍ଯ୍ୟ କରିବାକୁ ଯାଉଥିଲେ। ବାଟରେ ମଙ୍କା ନାମକ ଜଣେ ଲୋକକୁ ଭେଟିଲେ। ସେ ନିଜର ଦୁଃଖ ପ୍ରକଟ କରି କହିଲା, ମୁଁ ଶ୍ରମଶୀଳ ହେବାରେ କୌଣସି ଅବହେଳା କରିନାହିଁ। ସର୍ବଦା ସଦାଚରଣ କରିଛି। ଜ୍ଞାନ ଅର୍ଜନ କରିବା ପାଇଁ ଅନେକ ଗ୍ରନ୍ଥ ବି ପାଠ କରିଛି। ତଥାପି ମୁଁ ଅପୂର୍ଣ୍ଣ ରହିଛି ବୋଲି ମୋର ମନେ ହେଉଛି। କେହି ମୋର ପ୍ରଶଂସା କରୁନାହାନ୍ତି। ମୁଁ କାହାଠାରୁ ସ୍ନେହ ପାଉନାହିଁ। ମୁନିବର କହିଲେ, ତୁମେ କର୍ମ ଓ ଜ୍ଞାନ ଏଇ ଦୁଇ ଧାରାର ଉପାସନା କରିଛ, କିନ୍ତୁ ଭାବ ପକ୍ଷକୁ ଭୁଲି ଯାଇଛ। ତୁମେ ସ୍ନେହ ବିତରଣ କର, ତା ବଦଳରେ ତୁମେ 10 ଗୁଣ ପାଇବ। ସମସ୍ତ ଜୀବଧାରୀଙ୍କର ଠାରେ ନିଜର ଆତ୍ମା ରହିଛି ବୋଲି ମନେକରି ନିଜକୁ ଭକ୍ତି ପ୍ରବାହରେ ପ୍ରବାହିତ କର। ନିଜର ଧାରାକୁ ପରମାତ୍ମାଙ୍କର ଅକ୍ଷୟ ଆନନ୍ଦ ରୂପୀ ଗଙ୍ଗାରେ ମିଶାଇ ଦିଅ। ତାହେଲେ ତୁମେ ସମ୍ମାନ ଓ ପ୍ରଶଂସା ପାଇବ। ଯେଉଁ ଅଭାବ ତୁମକୁ ତ୍ରାସ ଦେଉଛି ତାହା ମଧ୍ୟ ପୂରଣ ହୋଇଯିବ। ଶୀତଳ ବଚନ ଶୁଣି ମଙ୍କା ପଥ ଦେଖିପାରିଲା। ସେ ସ୍ୱ ଉପାର୍ଜିତ ଜ୍ଞାନ, ଧନ ଓ ସ୍ନେହ ବିତରଣ କରିବାକୁ ଲାଗିଲା। ତାହାର ଅପୂର୍ଣ୍ଣତା ସମାପ୍ତ ହୋଇଗଲା। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।